ମାଓବାଦୀଙ୍କ ବଡ଼ ବିସ୍ଫୋରଣ 8 ଯବାନ ସମେତ 9 ମୃତ୍ୟୁ। ଉଠେଇ ଦେଖାଲା କ'ଣ ଯୌତୁକ ଗାଡ଼ିରେ ଶାଶୁକୁ ନେଇ ଜୋଇଁ ଫେରାମାନଙ୍କୁ ସ୍ୱାଗତ ଜଣାଉଛି। ଭଲ ଆଉ। ଆରେ ଆରେ ଫକୀରା କାଇଁ ମୁହଁ ଶୁଖେଇକିରି ବଇଛୁ? କ'ଣ କାମ କ'ଣ? ଆରେ କ'ଣ ହେଲା କ'ଣ ଏଡେ ଜୋରେ କାଇଁ କାନ୍ଦୁଛୁ? ଆଜି ଫେର ଗୁଡେ ଗୋଟେ ବାଡେଇଛି। କ'ଣ ମୁଁ କାଇଁ ଜାଣିପାରୁନି, ତୁ ଏଡେ ଜୋରେ କାଇଁ କାନ୍ଦୁଛୁ? କ'ଣ ଅସୁବିଧା କ'ଣ ହେଲା କହୁନୁ? କିଏ ବାଡେଇଲା ତତେ? କ'ଣ କୋଉଠି ଚୋରି କରୁଥିଲୁ ନା କ'ଣ? ନା କ'ଣ ତୋର କିଏ ନେଇଗଲା ଜିନିଷ ପତ୍ର? କାନ୍ଦୁଛୁ କାହିଁକି? ଜାଣିଲ ବାବୁ, ହଁ। ମୋ ସ୍ତ୍ରୀର ସ୍ୱପ୍ନ ପୂରଣ କରିବା ସକାଶେ ମୁଁ ଆଜି ମାଡ଼ ଖାଇଛି। ଆରେ ତୋର ତ ବାହାର ମାସେ ନାହିଁ, 20-22 ଦିନ ହେଲା ବାହାର ହେଇଛି। ଏମିତି କ'ଣ ତୋ ସ୍ତ୍ରୀ ସ୍ୱପ୍ନ ଦେଖିଦେଲା, ତା ସ୍ୱପ୍ନ ପୂରଣ କରିବା ପାଇଁ ତୁ ମାଡ଼ ଖାଇ କାନ୍ଦୁଛୁ? ଜାଣିଲ ବାବୁ, ହଁ। ମୋ ସ୍ତ୍ରୀ 2 ଦିନ ତଳେ ସ୍ୱପ୍ନ ଦେଖିଥିଲା କି ସ୍ୱପ୍ନ? ମୁଁ କୋଉଠି ମହାଦେବ ମନ୍ଦିରରୁ ହଁ। ପଇସା ଚୋରି କରୁଥିଲି। ତୋ ସ୍ତ୍ରୀ ତ ସ୍ୱପ୍ନ ଦେଖିଲା, ତୁ ମାଡ଼ ଖାଇଲୁ କ'ଣ ପାଇଁ ମୁଁ କାହିଁକି ଜାଣିପାରୁନି? ଜାଣିଲ ବାବୁ, ମୋ ସ୍ତ୍ରୀ କି ବିବାହର ବେଳେ କଥା ଦେଇଥିଲି କ'ଣ? ତୋର ସବୁ ସ୍ୱପ୍ନ ମୁଁ ପୂରଣ କରିବି। ହଁ ହଁ, ସବୁ ସ୍ୱାମୀଙ୍କର ଧର୍ମ ସ୍ତ୍ରୀଙ୍କର ସ୍ୱପ୍ନ ପୂରଣ କରିବା କିମ୍ବା ତାଙ୍କର କାମନା ପୂର୍ଣ୍ଣ କରିବା। ଆଉ ସିଏ ଯଦି ତୁ କରିଦେଲୁ, ମାଡ଼ କ'ଣ ପାଇଁ ଖାଇଲୁ? ଜାଣିଲ ବାବୁ, ହୁଁ। ମୋ ସ୍ତ୍ରୀ ତ ସ୍ୱପ୍ନ ଦେଖିଥିଲା, ମୋ ଆଗରେ କହିଥିଲା। ହଁ, ମୁଁ ତ କଥା ଦେଇଛି ତ ସ୍ୱପ୍ନ ପୂରଣ କରିବା ପାଇଁ। କରିବାକୁ ବାଧ୍ୟ ଆଉ। ସେଥିପାଇଁ ଭୋରୁ ଭୋରୁ ମୁଁ କ'ଣ କଲି, ହଁ ମହାଦେବ ମନ୍ଦିରକୁ ଯାଇକି ହଁ। ସେ ବାକ୍ସ ଭିତରେ ହାତ ଭର୍ତ୍ତି କଲି ଭାଙ୍ଗିକି। ଆଉ କାଳେ ପଇସା ଆଣିବା ପାଇଁ? ହାତ ଭର୍ତ୍ତି କରି ସେ ପୁଳେ ପଇସା ତାଲା ଧରି ପକେଇଛି। ଆଉ ହଁ ହଁ। ଇଆଡୁ ଭୋରୁ ଭୋରୁ ସବୁ ପୂଜକ ମାନେ ସବୁ ଗଲେ, କିଏ ଶିରମଶା କରିବାକୁ ଗଲେ। ହଁ। ମୁଁ ତ ଭର୍ତ୍ତି କରିଛି ହାତ, ପଛପଟିଆ ତ ନାଦିଲେ ହନୁମନ୍ତିଆ ଛେଚା କଲେ ବୋଧେ? ଗୋଇଠା ହଁ, ଖରିକା ହଁ। ମାଡ଼, ତ୍ରିଶୂଳ ମାଡ଼ ସବୁ ଦେଇ ହଁ। ମୁଁ କହିଲି ମତେ କିଏ ଗୋଟେ ପଛରୁ ବର ଦଉଛି ନା କ'ଣ? ଡମ୍ବରୁ ବଜେଇ ଦେଇଛି। ନାଦିଲେ ଆହା, ସ୍ୱପ୍ନ ପୂରଣ ହେଇଗଲା ତୋରି ଠେଇ।